ଅଭିଜିତ ମଜୁମଦାରଙ୍କର ଗୀତ ସଂଖ୍ୟା ହେଉଛି 700+। ସେ 700+ ଗୀତ ଗାଇଛନ୍ତି। ତାଙ୍କର ମୃତ୍ୟୁର ତାରିଖ ହେଉଛି 25 ଜାନୁଆରୀ 2024। ହ୍ୟୁମାନ ସାଗରଙ୍କର ଗୀତ ସଂଖ୍ୟା ହେଉଛି 3000+। ସେ 3000+ ଗୀତ ଗାଇଛନ୍ତି ଆଉ ତାଙ୍କର ମୃତ୍ୟୁର ତାରିଖ ହେଉଛି 17 ନଭେମ୍ବର 2025। ଅଭିଜିତ ମଜୁମଦାରଙ୍କର ଜନ୍ମ ତାରିଖ ହେଉଛି 1971 11 ସେପ୍ଟେମ୍ବର ଆଉ ତାଙ୍କର ଦେହାନ୍ତ ବେଳକୁ 54 ବର୍ଷ ବୟସ ହେଇଥିଲା। ହ୍ୟୁମାନ ସାଗରଙ୍କର ଜନ୍ମ ତାରିଖ ହେଉଛି 25 ନଭେମ୍ବର 1990 ଆଉ ତାଙ୍କର ମୃତ୍ୟୁ ତାରିଖ ହେଉଛି 17 ନଭେମ୍ବର 2025। ହ୍ୟୁମାନ ସାଗରଙ୍କର ମୃତ୍ୟୁ ବେଳକୁ ତାଙ୍କର ମାତ୍ର 35 ବର୍ଷ ବୟସ ହେଇଥିଲା। ଡକ୍ଟରଙ୍କର କହିବା ମୁତାବକ ତାଙ୍କର ରୋଗ କିଡନୀ ଏବଂ ଲିଭର ଜନିତ ରୋଗ ହେଇଥିଲା। ଅଭିଜିତ ମଜୁମଦାରଙ୍କର ଡକ୍ଟରଙ୍କ କହିବା ମୁତାବକ ତାଙ୍କର ରୋଗର ନାମ ହେଉଛି ଲିଭର ସିରୋସିସ୍। ସେ ଲିଭର ସିରୋସିସ୍ ରୋଗରେ ସେ ଆକ୍ରାନ୍ତ ହେଇଥିଲେ। ଅଭିଜିତ ମଜୁମଦାରଙ୍କର ଛୁଆ ସଂଖ୍ୟା ହେଉଛି 1। ତାଙ୍କର ଏକ ପୁଅ ଛୁଆ ରହିଛି, ତାଙ୍କର ଏକମାତ୍ର ପୁଅ। ହ୍ୟୁମାନ ସାଗରଙ୍କର ପିଲା ସଂଖ୍ୟା ହେଉଛି 1 ଆଉ ତାଙ୍କର ପିଲା ଝିଅ ଛୁଆ। ଅଭିଜିତ ମଜୁମଦାର ତାଙ୍କର ସ୍ତ୍ରୀଙ୍କର ନାମ ହେଉଛି ରଞ୍ଜିତା ମଜୁମଦାର। ବାପା ଜୀବିତ ଅଛନ୍ତି, ମା ଜୀବିତ ଅଛନ୍ତି। ହ୍ୟୁମାନ ସାଗରଙ୍କର ସ୍ତ୍ରୀଙ୍କର ନାମ ହେଉଛି ଶ୍ରିୟା ମିଶ୍ର। ବିବାହ 2017 ମସିହାରେ। ମା ଅଛନ୍ତି, ବାପା ନାହାନ୍ତି। ଅଭିଜିତ ମଜୁମଦାରଙ୍କର ନିଜ ଭାଇ ରହିଛି ଏବଂ ସେ ଜୀବିତ ଅଛନ୍ତି। ତାଙ୍କର ନାମ ହେଉଛି ମଞ୍ଜିତ ମଜୁମଦାର। ହ୍ୟୁମାନ ସାଗରଙ୍କର ବି ମଧ୍ୟ 2 ଭାଇ, କିନ୍ତୁ ବର୍ତ୍ତମାନ 2 ଜଣ ଭାଇ ଯାକ ନାହାନ୍ତି। ଅଭିଜିତ ମଜୁମଦାର 1991 ମସିହାରେ ସେ ସଙ୍ଗୀତ ଜଗତକୁ ଆସିଥିଲେ। ତ 2 ଜଣଙ୍କର କଥା ଯଦି ଆମେ କହିବୁ ଦର୍ଶକ ବନ୍ଧୁ, 2 ଜଣ ଯାକ ତ ଏବେ ଆମ ଗହଣରେ ନାହାନ୍ତି। ଅଭିଜିତ ମଜୁମଦାର ଦାଦାଙ୍କର ବି ଆଜି ତାଙ୍କର ଦେହାନ୍ତ ହେଲା। ଆପଣମାନେ ଟିଭି ମିଡ଼ିଆରେ ଆପଣମାନେ ଦେଖୁଥିବେ, ଜାଣି ସାରିଥିବେ 25 ଜାନୁଆରୀ 2024 ଆଜି। ତ ଆଜି ତାଙ୍କର ଦେହାନ୍ତ ହେଲା। ଆଉ ହ୍ୟୁମାନ ସାଗରଙ୍କର ବି ଦେହାନ୍ତ ହେଇସାରିଛି, ଆପଣମାନେ ଜାଣନ୍ତି, ଟିଭି ମିଡ଼ିଆ ଖବରରେ ଆପଣମାନେ ଶୁଣିଛନ୍ତି। ଆଉ 2 ଜଣ ଯାକ ସେମାନେ ମଦ୍ୟପାନ କରୁଥିଲେ। ଅଭିଜିତ ମଜୁମଦାର ଦାଦା ବି ସେ ମଦ୍ୟପାନ କରନ୍ତି, ଆପଣମାନେ ଜାଣନ୍ତି, ଏବଂ ଆମର ହ୍ୟୁମାନ ସାଗର ଭାଇ ବି ସେ ବି ମଦ୍ୟପାନ କରିଥିଲା। ତ ଆପଣମାନେ ତାହା ଭଲ ଭାବରେ ଜାଣନ୍ତି। କିନ୍ତୁ ଆଜି ସେ ଓଡ଼ିଶାର 2 ସିଙ୍ଗର ଆମ ପାଖରେ ନାହାନ୍ତି, ଆମ ଗହଣରେ ନାହାନ୍ତି, ଯାହାଙ୍କର ଗୀତ ସଦାସର୍ବଦା ମାନେ ମୋବାଇଲରେ ତାଙ୍କ ଦେଖୁଥିଲୁ, ତାଙ୍କ ଗୀତ ଆମମାନେ ଶୁଣୁଥିଲୁ। ସେ ଆଜି ଆମ ଗହଣରେ ନାହାନ୍ତି। ତ ତାଙ୍କର ଡିଫରେଣ୍ଟ ଏତିକି, ଯାହାକି ମୁଁ ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଦେଖିଲି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଯେଉଁଠି ବି ସେମାନେ ଥାନ୍ତୁ, ଭଲରେ ଥାନ୍ତୁ। ମୁଁ ପ୍ରଭୁ ଜଗନ୍ନାଥ ଶ୍ରୀରାମ ପାଖରେ ମୁଁ ଏତିକି ଗୁହାରି ହେଉଛି। ଜୟ ଶ୍ରୀରାମ।